ମୁଁ ହେଉଛି ପ୍ରମୋଦ କୁମାର ପାତ୍ର। ଏ ଯେଉଁ ଇଲେକ୍ସନ୍ ମିସ୍ କେସ୍ 1/2022 ପିପିଲି ବରିଷ୍ଠ ସିଭିଲ୍ ଜଜ୍ଙ୍କ ପାଖରେ ଥିଲା। ସେ ମକଦ୍ଦମାରେ ମୁଁ ଏଥିରେ ଦରଖାସ୍ତକାରୀ ରମାଦେବୀ ରାଉତରାୟଙ୍କ ତରଫରୁ ମକଦ୍ଦମା ପରିଚାଳନା କରୁଥିଲି ଏବଂ ଏ କେସ୍ରେ ଯିଏ ଡେଲାଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କ ବିରୁଦ୍ଧରେ ଦରଖାସ୍ତକାରୀ ରମାଦେବୀ ରାଉତରାୟ ମକଦ୍ଦମା କରିଥିଲେ। ଯେହେତୁ ବସନ୍ତୀ ସାହୁ ଯିଏ ବର୍ତ୍ତମାନର ଅଧ୍ୟକ୍ଷା ଅଛନ୍ତି ତାଙ୍କର 2ରୁ ଅଧିକ ସନ୍ତାନ 3ଟି ସନ୍ତାନ ଅଛି ଏବଂ ଶେଷ ସନ୍ତାନ ଆମର ପଞ୍ଚାୟତ ସମିତି ଆକ୍ଟ ସେକ୍ସନ୍ 45B ଅନୁଯାୟୀ ସେ ଅଯୋଗ୍ୟ ଅଟନ୍ତି। ତେଣୁ ଆଜି କୋର୍ଟ ତାଙ୍କ ରାୟ ଶୁଣାଇଲେ ଯେ ଯେହେତୁ ବାସନ୍ତୀ ସାହୁ ସେକ୍ସନ୍ ପଞ୍ଚାୟତ ସମିତି ଆକ୍ଟ ସେକ୍ସନ୍ 45B ଅନୁଯାୟୀ ଅଯୋଗ୍ୟ ଅଟନ୍ତି, ତେଣୁ ତାଙ୍କର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦକୁ ରଦ୍ଦ କରିବା ସହିତ ହରିରାଜପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପଦକୁ ରଦ୍ଦ କରିଛନ୍ତି ଏବଂ ତତ୍ସହିତ ଦରଖାସ୍ତ ଯେହେତୁ ଡେଲାଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ କେବଳ ରମାଦେବୀ ରାଉତରାୟ ଏବଂ ବାସନ୍ତୀ ସାହୁ ନିର୍ବାଚନ ଲଢ଼ୁଥିଲେ। ଯେହେତୁ ନିର୍ବାଚନରେ 2 ଜଣ ପ୍ରତିଦ୍ୱନ୍ଦ୍ୱୀ ଥିଲେ, ତେଣୁ ଯେହେତୁ ବାସନ୍ତୀ ସାହୁଙ୍କୁ ଅସିତ ଘୋଷଣା କରିବା ସହିତ ଅଧ୍ୟକ୍ଷା ପଦକୁ ଅସିତ ଘୋଷଣା କରିବା ସହିତ ରମାଦେବୀ ରାଉତରାୟଙ୍କୁ ଡେଲାଙ୍ଗ ପଞ୍ଚାୟତ ସମିତିର ଅଧ୍ୟକ୍ଷ ହିସାବରେ ଘୋଷଣା କଲେ। କହିବା ଯେ କେତୋଟି ସନ୍ତାନ ରହିପାରିଲେ ହେଇପାରିବ ନା ସନ୍ତାନ ଉପରେ ନା ଆମର ଓଡ଼ିଶା ପଞ୍ଚାୟତ ସମିତି ଆକ୍ଟ ଅନୁଯାୟୀ 1918/4/1995 ପରେ ଯାହାର 2ଟିରୁ ଅଧିକ ସନ୍ତାନ ରହିବ, ତେଣୁ ସେ ଆମର ପଞ୍ଚାୟତ ସମିତି ଆକ୍ଟ ଅନୁଯାୟୀ ସେ ପଞ୍ଚାୟତ ସମିତି ସଭ୍ୟା କି ଅଧ୍ୟକ୍ଷା ରହିପାରିବେ ନାହିଁ। 45B ଅନୁଯାୟୀ ଆଇନ ଅନୁଯାୟୀ ରହିଛି।